ଟିକେ ତ୍ରୁଟି ରହିଛି। ପ୍ରକୃତରେ ପ୍ରଥମ ଗଳ୍ପର ନାଁ ହଉଛି ଶେଷ ସୂର୍ଯ୍ୟର ବହ୍ନି ଏବଂ ସେଟା 1970 ମସିହା ନବ ରବି ପତ୍ରିକା ଯୋଉଟା ସେତେବେଳେ କଲିକତାରୁ ପ୍ରକାଶିତ ହଉଥିଲା ସେଥିରେ ସନ୍ନିବେଶିତ ହେଇଥିଲା। ତାପରେ ପରେ ଏଇ ସବୁ କୋଉ କୋଉ ପୁରସ୍କାର ପାଇଲି କି କଣ କହିଲି ସେଟା ବଡ କଥା ନୁହେଁ। ବଡ କଥା ହଉଛି କୌଣସି ପ୍ରସଙ୍ଗ ମତେ ଆଚ୍ଛନ୍ନ କଲେ ମୁଁ ଅସ୍ଥିର ହୁଏ, ସ୍ପନ୍ଦିତ ହୁଏ, ଯୋଉଟା ସମସ୍ତ ସୃଜନଶୀଳ ଲେଖକଙ୍କର ଅନୁଭୂତି। ଏବଂ ତାକୁ ନ ଲେଖିଲା ପର୍ଯ୍ୟନ୍ତ କୌଣସି ନିସ୍ତାର ନଥାଏ। ତାକୁ ଲେଖି ସାରିଲା ପରେ ବହୁତ ଉଶ୍ୱାସ ଲାଗେ। ମୁଁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା କହୁଛି ଯୋଉଟାକ କି ମୋ ଉପରେ ବୋଧେ 10ଟା ମ୍ୟାଡମ ମୋ ଉପରେ 10ଟା ପିଏଚଡି ହେଇ ସାରିଲାଣି ଅଲରେଡି। ଆପଣଙ୍କ ସୁପରଭିଜନରେ ମଧ୍ୟ ପିଏଚଡି ହେଇଛି, ଗୋଟେ ଡିଲିଟ ମଧ୍ୟ ହେଇଛି। ସେମାନେ ଆପାତତଃ ଟିକେ ମିସ୍ କରି ଯାଇଛନ୍ତି ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା। ସେଇଟା ହେଲା ମୋର ପ୍ରଥମ ପର୍ଯ୍ୟାୟର ଗଳ୍ପ ଗୁଡିକ ଟିକେ ନିସଙ୍ଗତା, ମଣିଷର ପରାଜୟ, ଜୀବନର ଅସାରତା, ପ୍ରତିବାଦ, କ୍ରୋଧ ୟାକୁ ନେଇକିରି ରଚିତ ହେଇଥିଲା। ପ୍ରକୃତରେ ମୁଁ ସେତେବେଳେ ନିଜକୁ ଠିକ ଭାବରେ ଗ୍ରହଣ କରି ପାରୁନଥିଲି। ନିଜକୁ କେମିତି ଗୋଟେ ଅପାଙ୍କ୍ୟ ବୋଲି ମଧ୍ୟ ମୁଁ ଭାବୁଥିଲି। କିନ୍ତୁ ପରବର୍ତ୍ତୀ ସମୟରେ 1991 ମସିହାରେ ଓଙ୍କାର ଧ୍ୱନି କ୍ଷୁଦ୍ର ଗଳ୍ପ ସଂକଳନ ଯୋଉ ପ୍ରକାଶିତ ହେଲା, ସେଇଠି ଜୀବନ ସମ୍ପର୍କରେ ମୋର ଗୋଟାଏ ସକାରାତ୍ମକ ଦୃଷ୍ଟିଭଙ୍ଗୀ ପ୍ରତିଫଳିତ ହେଲା ବୋଲି ମୁଁ ଭାବେ। ଜୀବନ ହଉଛି ଶାଶ୍ୱତ, ଜୀବନ ହଉଛି ଅମୃତମୟ ଏବଂ ମନୁଷ୍ୟ ଅହରହ ଯେଉଁ ପ୍ରତିବନ୍ଧକ ର ସମ୍ମୁଖୀନ ହେଉଥାଏ, ସେ ପ୍ରତିବନ୍ଧକକୁ ଅତିକ୍ରମ କରିବା ପାଇଁ ତାର ଯୋଉ ନିରନ୍ତର ଉଦ୍ୟମ, ତାହା ହିଁ ବଞ୍ଚି ରହିବା ବୋଲି ମୁଁ ଭାବେ। କାହିଁକି ନା ଜୀବନ ହଉଛି ସବୁବେଳେ ସକ୍ରିୟ। ନିଷ୍କ୍ରିୟତା କହିଲା ମାନେ ତାକୁ ଆମେ ମୃତ୍ୟୁ ପର୍ଯ୍ୟାୟର ବୋଲି ବିଚାର କରୁ। ତେଣୁ ଏଇ ଭାବନା ବର୍ତ୍ତମାନ ମୋଠି ବଳବତ୍ତର ଅଛି। ମୁଁ ଭାବେ ଯେ ମଣିଷ ସଚୋଟ ପରିଶ୍ରମ ଜରିଆରେ, କଠୋର ପରିଶ୍ରମ ଜରିଆରେ ଯାହା ହାସଲ କଲା, ତାହା ହିଁ ହଉଛି ତାର ପରିଚିତି। ତାକୁ ନେଇକିରି ହିଁ ସିଏ ନିଜକୁ ପ୍ରକାଶିତ କରେ। ତା ହାତ ପାହାନ୍ତା ବାହାରେ ଅଗଣିତ ଜିନିଷ ସବୁ ରହିଛି, ସେ ସବୁ ତାର ନୁହେଁ। ତା ପ୍ରତି କୌଣସି ପ୍ରକାରର ହନ୍ତସନ୍ତ ହବା କିମ୍ବା ତା ପ୍ରତି ହାଇଁ ପାଇଁ ହବା, ସେଟା ଜୀବନରେ ଦୁଃଖ ଆଣେ। ଏମିତି ଭାବରେ କେତେକ ମୋର ଅଙ୍ଗେଲିଭା ଅନୁଭୂତିକୁ ନେଇକିରି ହିଁ ମୋର ଦୃଷ୍ଟିଭଙ୍ଗୀ ପରିପୁଷ୍ଟ ହେଇଛି ବୋଲି ମୁଁ ଭାବେ। ଏବଂ ବର୍ତ୍ତମାନ ସେଇ ଜିନିଷ, ସେଇ ପ୍ରକାରର କଥାବସ୍ତୁ ହିଁ ମୁଁ ରଚନା କରୁଛି, ଯାହାର ସବୁଠାରୁ ବୋଧହୁଏ ବଡ ପ୍ରମାଣ ହଉଛି ଗୋପପୁର ନାମକ କ୍ଷୁଦ୍ର ଗଳ୍ପ। ଯୋଉଠି ମଣିଷ ସଂଘର୍ଷ କରିଛି, ସେଠି ସେ ଯୋଉ ନଈଟା ପାର ହଉଛି, ସେଇଟା ବାସ୍ତବିକ ଗୋଟେ ପ୍ରତୀକ। ଜୀବନର ଯୋଉ ରହିଛି ପ୍ରତିବନ୍ଧକ ରହିଛି, ତାକୁ ଅତିକ୍ରମ କରିବ, ସେଇ ପ୍ରକାରର ମାନସିକ ଦୃଢତା, ମାନସିକ ସଂକଳ୍ପ, ତା ଜରିଆରେ ହିଁ ମଣିଷ ପ୍ରତିବନ୍ଧକ ଅତିକ୍ରମ କରେ। ଅନ୍ଧକାରରୁ ଆଲୋକ ଭିତରକୁ ଯାଏ ଏବଂ ରୋଗ ପାଖରୁ ଚିକିତ୍ସା ପାଖରେ ହିଁ ପହଞ୍ଚେ। ଏବଂ ସେ ଡାକ୍ତର ଅଧ ରାତିରେ, ସେ ଡାକ୍ତର ଦରଜାରେ ଯେତେବେଳେ କବାଟରେ ଠକ୍ ଠକ୍ ହେଇଛି, ସେ ଡାକ୍ତର ମଧ୍ୟ ପଚାରୁଛନ୍ତି କିଏ, କଣ ହେଇଛି? ଏବଂ ଏଇ ପ୍ରକାରର ଆଶ୍ୱାସନାଟେ କୋଉଠି ଥାଏ, ଆମେ ତାକୁ ଜୀବନରେ ପାଉ ମଧ୍ୟ। ଅଚାନକ ଭାବରେ କୋଉଠୁ ନା କୋଉଠୁ ଗୋଟାଏ ସ୍ନେହପୂର୍ଣ୍ଣ, ବନ୍ଧୁଭାବାପୂର୍ଣ୍ଣ ହାତଟେ ଲମ୍ବି ଆସେ, ଆମ ପିଠି ଥାପୁଡେଇ ଦିଏ ଏବଂ ପଚାରେ କଣ ହେଇଛି?
ଏଇ ପ୍ରକାରର ପୃଥିବୀକୁ ମୁଁ ବିଶ୍ୱାସ କରେ ଏବଂ ଏଇ ପ୍ରକାରର ପୃଥିବୀରେ ହିଁ ଆମେ ବଞ୍ଚି ରହିଛନ୍ତି ଅଜସ୍ର ଦୀର୍ଘଶ୍ୱାସ ଏବଂ ଅଜସ୍ର ହାହାକାର ଭିତରେ ମଧ୍ୟ। ଜୀବନ ଅମୃତମୟ, ଜୀବନ ଶାଶ୍ୱତ। ଏବେ ମ୍ୟାଡମ କୁହନ୍ତୁ।